ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେଉଛି। ଏହାର ପ୍ରଭାବରୁ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ରାଜ୍ୟର 24ଟି ଜିଲ୍ଲାକୁ ମୌସୁମୀ ବାୟୁ ଛୁଇଁବା ଜଣାପଡ଼ିଛି। ଅନ୍ୟ 6ଟି ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ଼, କେଉଁଝର ଏବଂ ଝାରସୁଗୁଡ଼ା ପର୍ଯ୍ୟନ୍ତ ମୌସୁମୀ ବାୟୁ ପହଞ୍ଚି ପାରିନାହିଁ। ଏହି ଜିଲ୍ଲାମାନଙ୍କରେ ପାଗ ଅନୁକୂଳ ରହିଥିବାରୁ ଖୁବ୍ ଶୀଘ୍ର ମୌସୁମୀ ପହଞ୍ଚିବା ନେଇ ଆଶା କରାଯାଉଛି। ଅନ୍ୟପଟେ ଦେଶରେ ଦ୍ରୁତ ଗତିରେ ଅଗ୍ରସର ହେଉଛି ମୌସୁମୀ, ଯାହା ଫଳରେ ବିଭିନ୍ନ ରାଜ୍ୟରେ ଆଗାମୀ 5 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଜଣାପଡ଼ିଛି। ଉତ୍ତର ପ୍ରଦେଶ, କେରଳ, ତଟବର୍ତ୍ତୀ କର୍ଣ୍ଣାଟକ, ଗୋଆରେ ଆଗାମୀ 5 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ପାଖାପାଖି 20 ରାଜ୍ୟରେ ମୌସୁମୀ ପ୍ରଭାବରୁ ଆଗାମୀ 5 ଦିନ ପର୍ଯ୍ୟନ୍ତ ମୁଷଳଧାରାରେ ବର୍ଷା ହେବା ନେଇ ଆଲର୍ଟ ଜାରି କରାଯାଇଛି। ପୂର୍ବ 24 ଘଣ୍ଟା ମାଧ୍ୟମରେ ରାଜସ୍ଥାନର ପଶ୍ଚିମାଞ୍ଚଳ, ଉତ୍ତର ପ୍ରଦେଶ ଦକ୍ଷିଣାଞ୍ଚଳ, ମଧ୍ୟପ୍ରଦେଶର ଉତ୍ତର, ହରିୟାଣା, ଦିଲ୍ଲୀ, ରାଜସ୍ଥାନର ପୂର୍ବାଞ୍ଚଳ ଗରମ ଅନୁଭୂତ ହୋଇଛି। 40-42 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।